ପ୍ରେସମିଟ୍ ଥିଲା ଯେ ଗଲା କାଲି ଜଣ କଣ୍ଡକ୍ଟର ମାଡ଼ ହୋଇଛି। ତେଣୁକରି ସେଥିପାଇଁ ଆମେ ସବୁ ସମାଜ ଭାଇମାନଙ୍କୁ ଡାକିଛୁ। ଥାନାରେ କାଲି ଏଫଆଇଆର୍ ଦେଇଥିଲୁ। ଏଫଆଇଆର୍ ଦେଲା ପରେ ସେ ଆସାମୀ ଯାହା ଆମେ ଆଣିକି ବତେଇଥିଲୁ। ବତେଇଲା ପରେ ଆଜି ସେମାନେ ଛାଡ଼ି ଦେଇଛନ୍ତି। ଆଜି କାଲି ଛାଡ଼ି ଦେଇଛନ୍ତି। ସେମାନେ ବୁଲୁଛନ୍ତି ଆମେ ଦେଖିଲୁ, କିନ୍ତୁ ଥାନାର ଆମେ କିଛି ଜାଣିପାରୁନି। 24 ଘଣ୍ଟା ହେବାକୁ ଯାଉଛି। 24 ଘଣ୍ଟା ପୁରିଗଲା ପରେ ଆମେ କିଛି ତାର ଉତ୍ତର ପାଇଲୁନି। ଆଜି ଦ୍ୱିପ୍ରହରେ ଯାଇଥିଲେ, ସାର୍ଙ୍କୁ ପଚାରିଲେ। ସାର୍ କହୁଛନ୍ତି ଆପଣ ବ୍ୟସ୍ତ ହୁଅନ୍ତୁନି, ଆମେ ବ୍ୟବସ୍ଥା କରିଛୁ। ତେଣୁକରି ଆପଣଙ୍କୁ କହିବା କଥା, ଯଦି ସିଏ ଆଜି ସୁଦ୍ଧା ନ ଧରନ୍ତି ଆମେ ଆସନ୍ତା କାଲି ରବିବାର ସକାଳ ସୁଦ୍ଧା ଷ୍ଟେସନ ଛାଡ଼ ଆନ୍ଦୋଳନ କରିବୁ। ଏହା କ'ଣ ରହିବ ଯେଉଁ ପାସେଞ୍ଜର ମାନେ ଯେଉଁ ଆସୁଛନ୍ତି ଦୂର ଦୂରାନ୍ତରୁ କ'ଣ ପାଇଁ ତାଙ୍କର ରହିବ? ସେଇଥିପାଇଁ ଆମେ ସାମାଜିକ ଭାଇମାନଙ୍କୁ କହୁଛି, ଜଣାଇ ଦେଉଛେ ଯେ ଆମେ ମାଇକ୍ରେ ବର୍ତ୍ତମାନ ପ୍ରଚାର କରିଦେବୁ। ପ୍ରଚାର କଲା ପରେ ସମସ୍ତେ ଲୋକ ଜାଣିପାରିବେ। ଜାଣିପାରିଲେ ଯେମିତି ବନ୍ଦ ହେଇଯିବ। ପ୍ରେସମିଟ୍ ଡାକିଥିଲେ। ଗତକାଲି ଯେଉଁ ରାଜାଉ ବସ୍ର କଣ୍ଡକ୍ଟରକୁ ମାଡ଼ ହୋଇଥିଲା ସେ ବାବଦରେ ଆମର ଗୋଟେ ଥାନାରେ ଆମର କର୍ମଚାରୀମାନେ ଅଭିଯୋଗ କରିଥିଲେ। କ'ଣ ଘଟଣା ଥିଲା? ଘଟଣା ଥିଲା ଯେ ସେ ବସ୍ରେ ସେ କ'ଣ ଆସୁଥିଲା, ପାଖରେ ଓହ୍ଲେଇ ପଡ଼ିଥିଲା। ତାର ଟାଇମ୍ ପାସ୍ କରିଗଲେ। ଟାଇମ୍ ଆମର ବସ୍ ଗୁଡ଼ିକ ଆମର ପଳେଇଛି କି ଯେଉଁ ଲିମିଟେଡ଼ ଟାଇମ୍ ସବୁ ଦିଆଯାଇଛି। ଯଦି ଗୋଟେ ଜାଗାରେ ତାର ଟାଇମ୍କୁ ପାସ୍ କରି ଅଧିକ ସମୟ ଠିଆ ହେବ ତାର ତା ପରବର୍ତ୍ତୀ ଷ୍ଟପେଜ ତାଙ୍କୁ ଆଉ ଲୋଡ଼ ଦିଆଯିବ ନାହିଁ। ସେଥିପାଇଁ ସେ ପଳେଇ ଆସିଥିଲା, ବସ୍ ପଳେଇ ଆସିଥିଲା, ସେ ରହିଯାଇଥିଲେ। এইটা ଥିଲା ହେଉଛି ବସ୍ କଣ୍ଡକ୍ଟର ଦୋଷ। ତାପରେ ପୁଣି ସେ ଫୋନ୍ ଫାନ୍ କଲା ପରେ ସେଇ ଲୋକଙ୍କୁ ପୁଣି ସେ ନେଇକି ଆସୁଛୁ, ସେଇ ବସ୍ରେ ଆସୁଛନ୍ତି। ବସ୍ ପହଞ୍ଚିଲା ପରେ ଉଦଳାରେ ଗୋଟେ କାର୍ରେ ଆସିଲେ। କାର୍ ବର୍ଷରେ ଆସିଗଲେ। ହଠାତ୍ ହୁଏତ ସେଇ ରବି କଣ୍ଡକ୍ଟରକୁ ଘୋଷାରିଲେ, ବାଡ଼େଇଲେ। କେତେ ଜଣ ଥିଲେ? 5 ଜଣ ଥିଲେ। ଏ ବାବଦରେ ଥାନାରେ ଅଭିଯୋଗ ହେଇଥିଲା। ଅଭିଯୋଗ ହେଇଛି। କ'ଣ ତାପରେ କ'ଣ ହେଇଥିଲା? କ'ଣ ପୋଲିସ ଷ୍ଟେପ୍ ନେଇଛନ୍ତି? ଅଭିଯୋଗ ହେଲା ପରେ 2 ଜଣଙ୍କୁ ଯେ ମୁଖ୍ୟ ଯେ ଆମ ଅବିନାଶ ବାଛିନି ତାକୁ ପପୁ ବୋଲି ଡକାଯାଏ, ସେ ଥାନାରେ ବସିଥିଲେ। ଆଉ ଜଣଙ୍କୁ ମଧ୍ୟ ଆଣିଥିଲେ, ତା ନାଁଟା ମୁଁ ଜାଣିନି, ଜଣେ ମୋ ତାଙ୍କ ଭାଇ ହେଇଥିବ, ମୁଁ ନାଁଟା ଜାଣିନି। ସେ ବସିଥିଲେ, ମୁଁ ବି ଥିଲି। ତାପରେ ସେ କହିଲେ ଯେ ଆମେ ସମସ୍ତଙ୍କୁ ମାନେ ବାଇ ଦେବା ଆରେଷ୍ଟ କରିକି ରାତିକୁ ନେଇ ଆସିବା। ମୁଁ ଖାଲି ଏତିକି ସାର୍ଙ୍କୁ କହିଦେଇ ଆସିଥିଲି, ମୁଁ କହିଲି ସାର୍ ଦେଖନ୍ତୁ, କର୍ମଚାରୀ ଯଦି ସାର୍ ଷ୍ଟ୍ରାଇକ୍ କରିବେ କି ବଦମାସ ତାଙ୍କ ଉପରେ କିଏ ମାଡ଼ ହେବ ସାର୍ ଆମେ ସହିବା। ଆମକୁ ବଡ଼ କିଛି ଗୋଟେ ପିଠିରେ ଆମେ ସହିଯିବା, କିନ୍ତୁ କର୍ମଚାରୀମାନଙ୍କୁ ନେଇକି ଆଜ୍ଞା ଆମେ ତେଣୁ ଏଟାକୁ ଗୋଟେ ସିରିୟସ୍ଲି ନିଅନ୍ତୁ। ଯେଭଳି ଭାବରେ ଆସନ୍ତାକାଲି ସେମାନେ ଯେମିତି ଧର୍ମଘଟକୁ ନ ଯାଆନ୍ତୁ। ସାର୍ ଥରେ ଧର୍ମ ଡାକ୍ତର ଦେଇଦେବେ, ଆମେ କିଛି କରିପାରିବାନି। ତେଣୁ ଏ ଧର୍ମଘଟ ନ ହେବ ଆପଣ ଷ୍ଟେପ୍ ନେଇକି 1 by 1 ସମସ୍ତଙ୍କୁ ଆରେଷ୍ଟ କରି କୋର୍ଟଫାଡ଼ କରିଦିଅନ୍ତୁ। ପ୍ରୋବ୍ଲେମ୍ ସବୁ ତାର କୋର୍ଟରେ ଯାହା ହେବ ଆଉ ବିଜେପି ରଖନ୍ତୁ। କଣ୍ଡକ୍ଟରଙ୍କ ନାଁ କ'ଣ? ରବୀନ୍ଦ୍ର ପରୀକ୍ଷା। ତ କ'ଣ ରହୁଛି ଯେଉଁ ଆସନ୍ତାକାଲି ଯେଉଁ ବନ୍ଦ ଆକାରରେ ଦିଆହେଉଛି? ହଁ, ସେମାନେ କର୍ମଚାରୀମାନେ ଲେଖିଗୁଡ଼ା ଆମକୁ ଦେଇସାରିଲେଣି ଯେ ଆସାମୀମାନେ ଖୋଲା ବୁଲୁଛନ୍ତି, ପୁଲିସର ନିଷ୍କ୍ରିୟତା ଏବଂ ସେମାନେ କିଛି ଷ୍ଟେପ୍ ନେଉନାହାନ୍ତି। ତେଣୁ ଆସନ୍ତାକାଲି ଠାରୁ ଆମେ ଗାଡ଼ି ମଟର ବନ୍ଦ ଲେଖିବାକୁ ଦେଇଛୁ। ଆମେ ତ ଗ୍ରହଣ କଲେ। ଆମେ